ବିଜୁଳି ମାଡ଼ରେ ଆମ୍ବ ଗଛ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ 38 ଜଣ ଅଙ୍ଗନବାଡ଼ି ଦିଦି। ଘଟଣାରୁ ପ୍ରକାଶ ଆଜି ଦ୍ୱିପ୍ରହରରେ ସହରସ୍ଥିତ 12 ନମ୍ବର ୱାର୍ଡଠାରେ ଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି ଦିଦିମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମିଟିଂ ଚାଲୁ ରହିଥିଲା। ହେଲେ ଉକ୍ତ ସମୟରେ ହଠାତ୍ ବର୍ଷା ତୋଫାନ ଆସିଥିଲା ଏବଂ ବିଜୁଳି ମଧ୍ୟ ମାରିଥିଲା। ଠିକ୍ ସେହି ସମୟରେ ପରିସ୍ଥିତି ଏହିପରି ହୋଇଥିଲା ଯେ ଅଙ୍ଗନବାଡ଼ି କେନ୍ଦ୍ରକୁ ଲାଗି କରିଥିବା ଏକ ବିରାଟ ଆମ୍ବ ଗଛକୁ ବିଜୁଳି ମାରିବା ଦ୍ୱାରା ଆମ୍ବ ଗଛର ଏକ ବଡ଼ ଅଂଶ ଭାଙ୍ଗି ପଡ଼ିଥିଲା, ଯାହାକୁ ଦେଖି ଦିଦିମାନେ ଭୟଭୀତ ହୋଇଯାଇଥିଲେ। କିନ୍ତୁ ଏହି ମିଟିଂରେ ଉପସ୍ଥିତ ଥିବା ସହରର 38 ଜଣ ଅଙ୍ଗନବାଡ଼ି ଦିଦିଙ୍କର ସୌଭାଗ୍ୟବଶତଃ କୌଣସି କ୍ଷତି ଘଟିନାହିଁ। ଯାହା ହେଉ, ଭଗବାନଙ୍କ କୃପାରୁ କୌଣସି ଅଘଟଣ ଘଟିନାହିଁ, ନହେଲେ କ'ଣ ଯେ ଏବେ ହୋଇଥାନ୍ତା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।